ବାଲେଶ୍ୱରର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ସଙ୍ଗୀତ କଳା ମନ୍ଦିରର 69ତମ ବାର୍ଷିକ ଉତ୍ସବ 20 ଓ 21 ଦୁଇ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ଡକ୍ଟର ସୁଭାଷ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଉଦ୍ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ବସ୍ତା ବିଧାୟିକା ସୁବାସିନୀ ଜାନା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଲକ୍ଷ୍ମୀନାରାୟଣ ଘୋଷ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ଉପସଭାପତି ଉତ୍ପଳ ମହାନ୍ତି ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶାର ଖ୍ୟାତନାମା ଓଡ଼ିଶୀ ମର୍ଦ୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁଙ୍କୁ କାର୍ତ୍ତିକ ଚନ୍ଦ୍ର ପତି ପ୍ରତିଭା ସମ୍ମାନ, ବରିଷ୍ଠ ନୃତ୍ୟଗୁରୁ ନିରଞ୍ଜନ ରାଉତଙ୍କୁ ଉଷାରାଣୀ ମହାନ୍ତି ସମ୍ମାନ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅବଦାନ ପାଇଁ ଶରତ ଚନ୍ଦ୍ର ମହାପାତ୍ରଙ୍କୁ କାମିନୀକାନ୍ତ ମହାନ୍ତି ସ୍ମୃତି ସମ୍ମାନ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ପାୟଲ ମହାପାତ୍ରଙ୍କୁ ଜ୍ଞାନରଞ୍ଜନ ପଟ୍ଟନାୟକ ପ୍ରତିଭା ସମ୍ମାନ ଏବଂ ସଙ୍ଗୀତଗୁରୁ ନାରାୟଣ ରାଉତଙ୍କୁ ସୁକୁମାର ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ମଞ୍ଚରେ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ଶରତ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ସୁଶ୍ରୀ ବେହେରା ମଞ୍ଚ ଆହ୍ୱାନ କରିଥିବା ବେଳେ ସହ ସମ୍ପାଦକ ବ୍ରହ୍ମନାଥ ରଥ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ, ନୃତ୍ୟ, ବେହେଲା ବାଦନ ଇତ୍ୟାଦି ପରିବେଷଣ କରାଯାଇଥିଲା। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ଘୋଷ ଅନୁଷ୍ଠାନ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଇମାମି ପେପର ମିଲର ଏଜିଏମ୍ ମନୋଜ କୁମାର ପାଢ଼ୀ ଅନୁଷ୍ଠାନର ଉନ୍ନତି କଳ୍ପେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପସଭାପତି ସୁଜିତ କୁମାର ଦେବ ତାଙ୍କ ବକ୍ତବ୍ୟ ରଖିବା ସହ ଅନୁଷ୍ଠାନର ଅନ୍ୟତମ ଉପସଭାପତି ଉତ୍ପଳ ମହାନ୍ତି ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ବେହେଲାବାଦକ ଗୁରୁ ପ୍ରଫୁଲ୍ଲ ରାୟଙ୍କୁ ରଞ୍ଜନା ଦାସ ସଙ୍ଗୀତ ଶିରୋମଣି ସମ୍ମାନ, ବରିଷ୍ଠ ଓଡ଼ିଶୀ କଣ୍ଠଶିଳ୍ପୀ ତଥା ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ରଙ୍କୁ ନିର୍ମଳା ପ୍ରହଲ୍ଲାଦ ମହାନ୍ତି ସ୍ମୃତି ସମ୍ମାନ, ବରିଷ୍ଠ ଚିତ୍ରଶିଳ୍ପୀ କରୁଣାପ୍ରିୟା ପୁଇଙ୍କୁ ବିଷ୍ଣୁପ୍ରିୟା ଦେବୀ ସମ୍ମାନ ଏବଂ ବିଶିଷ୍ଟ ତବଲା ଓ ମର୍ଦ୍ଦଳ ବାଦକ ଗୁରୁ ସୁଶାନ୍ତ ଦାସଙ୍କୁ ମନୋଜ ପଟ୍ଟନାୟକ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରଥମେ ସୁଶ୍ରୀ ବେହେରା ସମସ୍ତଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ କୋଷାଧ୍ୟକ୍ଷ ହରେନ ଚନ୍ଦ୍ର ରଣା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ, ନୃତ୍ୟ, ହିନ୍ଦୁସ୍ତାନୀ ସଙ୍ଗୀତ, ତବଲା
ବୃନ୍ଦବାଦନ ଇତ୍ୟାଦି ପରିବେଷଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।